ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଯେ ପୁଣି ଉତ୍ତରାଖଣ୍ଡରେ ଏକ ଭୟାବହ ସ୍ଥିତି ଉପୁଜିଛି ବା ଘଟିଛି। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କାରଣ ଆପଣମାନଙ୍କ ପ୍ରତ୍ୟେକଟି ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ନୂଆ ନୂଆ ତଥ୍ୟ ଯୋଗାଉଛି ବା ନୂଆ ନୂଆ ଇନ୍ସପିରେସନ ଯୋଗାଉଛି, ଯୋଉଦ୍ୱାରା ନୂଆ ନୂଆ ତଥ୍ୟ ନେଇକି ନୂଆ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଚାଲନ୍ତୁ ଆରମ୍ଭ କରିବା। ଗତ ମଙ୍ଗଳବାର ଦିନ ଯୋଉ ଚାମିଲି ଜିଲ୍ଲାରେ ଚାମିଲି ଜିଲ୍ଲାର ଆପଣଙ୍କର ନନ୍ଦନନଗରରେ ପ୍ରବଳ ବର୍ଷା ଯୋଗୁଁ ମେଘ ଫୁଟା ବର୍ଷା ଯୋଗୁଁ ପାହାଡ଼ରୁ ଅନେକ ଘର ଭଙ୍ଗାରୁଜା ହେଇ ତଳକୁ ଖସି ଯାଇଛି ଏବଂ ଯାହା ଗଛପତ୍ର ଭାଙ୍ଗିକି ଆପଣଙ୍କର ଯେହେତୁ ସେଇ ଘର ଗୁଡ଼ିକ ଆପଣଙ୍କର ପାହାଡ଼ରେ ଉପରେ ଅଛି, ତେଣୁ ଅତି କମରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅତି କମରେ ବର୍ତ୍ତମାନ ସୁଦ୍ଧା 2 ଜଣଙ୍କର ମୃତ୍ୟୁ ହେଇଛି ଏବଂ 8 ଜଣ ସେ ଭଙ୍ଗାରୁଜା ଭିତରେ ବା ଯୋଉ ଘର ଦ୍ୱାର ଭଙ୍ଗାରୁଜା ହେଇକି ପଡିଛି ସେ ଭିତରେ ସେମାନେ ଫସି ରହିଛନ୍ତି। ଏଇଟା ହଉଛି ପାହାଡରେ ଥିବା ଗୋଟେ ଗାଁ ଚାମିଲି ଡିଷ୍ଟ୍ରିକ୍ଟର ଅ, ନନ୍ଦନଗରରେ। ନନ୍ଦନଗରରେ ଏଇଟା ପ୍ରବଳ ବର୍ଷା ହେଇଥିଲା ମଙ୍ଗଳବାର ଦିନ କଥା। କିନ୍ତୁ ଯଦି ଦେଖିବା ଗତକାଲି ଅର୍ଥାତ ଗୁରୁବାର ଦିନ ଭୋର 3 ଘଣ୍ଟା ସମୟରେ ତିନୋଟି ଗାଁରେ, ଅର୍ଥାତ ଗତକାଲି 18 ତାରିଖ ଗୁରୁବାର ଦିନ ଭୋର 3 ଘଣ୍ଟା ସମୟରେ ତିନିଟି ଗାଁ, ସେ ଗାଁ ଗୁଡ଼ିକର ନାଁ ହେଲା ଆପଣଙ୍କର କୁନ୍ତାରୀ, ଲଗାଫାନି ଏବଂ ସରଫାନି ଏବଂ ଧୁରୁମା। ଏଇ ଯୋଉ ତିନୋଟି ଗାଁରେ ଆପଣଙ୍କର ଅତି କମରେ 70 ରୁ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାରି ଫଳରେ ପାହାଡ଼ରୁ ଭଙ୍ଗାରୁଞ୍ଜା ଜିନିଷ ଗୁଡ଼ିକ ତଳକୁ ଖସି ପଡ଼ିଛି ଏବଂ 30ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଅଛି। ସେଇ ଯୋଉ ପାହାଡ଼ ଉପରେ ଯୋଉ ଘର ଗୁଡ଼ାକ କରିକି ଅଛନ୍ତି ସେଥିରେ ଯୋଉ ଗଛପତ୍ର ପଡ଼ି ବା ଆପଣଙ୍କର ପ୍ରବଳ ବର୍ଷା ଯୋଗୁଁ, ଆପଣଙ୍କର ମୁଷଳଧାରାରେ ଲଗାଣ ବର୍ଷା ଯୋଗୁଁ ବା ମେଘ ଫୁଟା ବର୍ଷା ଯୋଗୁଁ ଆପଣଙ୍କର ଘର ଦ୍ୱାର ଭାଙ୍ଗି ଯାଇଛି ଏବଂ ଗଛପତ୍ର ତାପରେ ମାଡ଼ି ପଡ଼ି ଯାଇଛି, ଯାରି ଫଳରେ ଆମେ ଦେଖୁଥିଲେ 2 ଜଣ ଅଲରେଡି ମୃତ୍ୟୁବରଣ କରିଛନ୍ତି ଏବଂ 8 ଜଣ ସେଥି ଭିତରେ ଫସି ରହିଛନ୍ତି। ତାଙ୍କୁ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ତ ୟାରି ପରିପ୍ରେକ୍ଷୀରେ ଜିଲ୍ଲା ମାଜିଷ୍ଟ୍ରେଟ ସନ୍ଦୀପ ତିୱାରୀ ସନ୍ଦୀପ ତିୱାରୀ କହିଛନ୍ତି ଯେ ଧୁର୍ମା ଏବଂ ଲଗାଫାନିରେ ଭଙ୍ଗାରୁଜା ତୀବ୍ର ମାତ୍ରାରେ ହୋଇଛି, ଯାହାରି ଫଳରେ ତଳୁ 2 ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯୋଉ 8 ଜଣ ଫସି ରହିଛନ୍ତି ସେଥିରେ ଜଣାପଡ଼ିଲା ଯେ ତଳେ ଆଉ 2 ଜଣ ସେ ଘର ଭିତରେ ଯୋଉଟା ଭଙ୍ଗାରୁଜା ହେଇଛି ସେ ଭଙ୍ଗାରୁଜା ଭିତରେ 2 ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆଉ 8 ଜଣଙ୍କର ଅନୁସନ୍ଧାନ କରାଯାଉଛି। 8 ଜଣଙ୍କର କେମିତି ସେମାନଙ୍କୁ ଉଦ୍ଧାର କରାଯାଉଛି ତାର ଅନୁସନ୍ଧାନ କରାଯାଉଛି। ଆଉ ଅନୁସନ୍ଧାନ କରିକି ତାର ଉଦ୍ଧାର କରିବା ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ଉଦ୍ଧାର କାର୍ଯ୍ୟ ଦଳ ଏବଂ ପୋଲିସ ଦିନସାରା କାର୍ଯ୍ୟରେ ରତ ଅଛନ୍ତି ବା କାର୍ଯ୍ୟ କରୁଛନ୍ତି। ଏଇଟା ସୂଚନା ଦେଇଛନ୍ତି ସନ୍ଦୀପ ତିୱାରୀ, ଯିଏକି ଜିଲ୍ଲା ମାଜିଷ୍ଟ୍ରେଟ। ଏହି ଅଞ୍ଚଳରେ 3ଟି ଫିଡର ବିଚ୍ଛିନ୍ନ ହୋଇଯାଇଛି। ମୁଖ୍ୟ କଥା ହେଲା 3ଟି ଫିଡର ବିଚ୍ଛିନ୍ନ ହୋଇଯାଇଛି ଓ ବିଚ୍ଛିନ୍ନ ହେବା ପରେ ତାକୁ ସଂଯୋଗ କରିବା ପାଇଁ ବହୁତ ସମସ୍ୟା ହେଉଛି ବା ଯୋଉମାନେ ଉଦ୍ଧାର କାର୍ଯ୍ୟ କରୁଛନ୍ତି ଫିଡର ଗୁଡ଼ିକୁ ସଂଯୋଗ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂଯୋଗ ପୁନଃସ୍ଥାପନ ପାଇଁ କାମ ଚାଲିଛି, ବର୍ତ୍ତମାନ ସୁଦ୍ଧା ଜୋରସୋରରେ ସଂଯୋଗ କରିବା ପାଇଁ ପୁନଃ କାର୍ଯ୍ୟକ୍ରମ ଚାଲିଛି। ଗ୍ରାମ ଗୁଡ଼ିକ ପର୍ବତ ନିକଟରେ ଅବସ୍ଥିତ ଅଛି। ମୁଁ ପ୍ରଥମେ କହୁଥିଲି ଗ୍ରାମ ଗୁଡ଼ିକ ପର୍ବତ ନିକଟରେ ଅବସ୍ଥିତ ଅଛି, ଯେଉଁଠାରେ ବର୍ଷା ପରେ ଭଙ୍ଗାରୁଜା ଦ୍ରୁତ ଗତିରେ ଚାଲିଛି। ବର୍ଷା ହେବାରୁ ଭଙ୍ଗାରୁଜାଟି ଦ୍ରୁତ ଗତିରେ ଚାଲିଛି ଏବଂ ଏହା ତାର ଘର ଉପରେ ପଡ଼ିଯାଇଛି। ସେ କହିଛନ୍ତି ଦଳ ଗୁଡ଼ିକର ଗତିକୁ ସହଜ କରିବା ପାଇଁ ବା ଯୋଉଗୁଡ଼ାକ ଭଙ୍ଗାରୁଜା ହେଇଛି ତାର ଗତିକୁ ସହଜ କରିବା ପାଇଁ ବା ତାଙ୍କ ସେ ଯୋଉ ପାହାଡ଼ ଉପରେ ଯୋଉ ଘର ଅଛି ସେ ଘର ପାଖକୁ ଯିବା ପାଇଁ ଯୋଉ କାର୍ଯ୍ୟକ୍ରମ ଚାଲିଛି ବା ଯୋଉ ସଫେଇ କାର୍ଯ୍ୟକ୍ରମ ଚାଲିଛି ସେଇଟା ଜୋରସୋରରେ କାର୍ଯ୍ୟକ୍ରମ ଚାଲିଛି। ଆହୁରି ମଧ୍ୟ ସେ କହିଛନ୍ତି ସେ ଯୋଉ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ତିୱାରୀ ସେ କହିଛନ୍ତି ଯେ ଏଇ ଯୋଉ ପ୍ରବଳ ବର୍ଷା ବା ମେଘ ଫୁଟା ବର୍ଷା ବା ଆପଣଙ୍କର ଲଗାଣ ବର୍ଷା ଯୋଗୁଁ ଆପଣଙ୍କର 60ରୁ ଅଧିକ ଗ୍ରାମବାସୀଙ୍କୁ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ରିଲିଫ କେନ୍ଦ୍ରକୁ ରିଲିଫ କେନ୍ଦ୍ରକୁ 60ରୁ ଅଧିକ ଗ୍ରାମବାସୀଙ୍କୁ ଆପଣଙ୍କର ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ମଧ୍ୟ କୁହାଯାଇଛି ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ କହିଛନ୍ତି ଯେ ଗୌଚରରୁ ତାଙ୍କୁ ଦଳ ଘଟଣାସ୍ଥଳକୁ ପଠାଯାଉଥିଲା। ଗୌଚର ଅଞ୍ଚଳରୁ ଦଳ ଘଟଣାସ୍ଥଳକୁ ପଠାଯାଉଥିଲା, କିନ୍ତୁ ରାସ୍ତା ଅବରୋଧ ହେଇଯାଇଛି। ବର୍ଷା ହେବା ଯୋଗୁଁ ଭଙ୍ଗାରୁଜା ହେଇଛି, ଗଛପତ୍ର ବ୍ୟାପକ ଭାବରେ ପଡ଼ିଛି ବା ଭଙ୍ଗାରୁଜା ଯୋଉଟା ସବଷ୍ଟାନ୍ସ ଗୁଡ଼ିକ ଆପଣଙ୍କର ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହେଇଛି ବା ପଡ଼ିଯାଇଛି, ଯାହାର ଫଳରେ ତାକୁ ସଫା କରିକି ଆଗକୁ ଯିବା ପାଇଁ କଷ୍ଟସାଧ୍ୟ ହେଉଛି। ବର୍ଷା ଯୋଗୁଁ ସେମାନଙ୍କର ଘଟଣାସ୍ଥଳ ପହଞ୍ଚିବା ପାଇଁ ପ୍ରାୟ 8 କିଲୋମିଟର ଚାଲିବାକୁ ପଡ଼ିଲା। ଯୋଉ ବାହିନୀ ବା ବିପର୍ଯ୍ୟୟ ବାହିନୀ ଯୋଉମାନେ ଉଦ୍ଧାର କାର୍ଯ୍ୟରେ ଅଛନ୍ତି, କେନ୍ଦ୍ରୀୟ ଏବଂ ରାଜ୍ୟ ଏବଂ ପୋଲିସ ବାହିନୀ, ସେମାନେ ସେଇ ଯୋଉ ଦଳ ପହଞ୍ଚିବା ସେ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ସେମାନଙ୍କୁ 8 କିଲୋମିଟର ଚାଲିବାକୁ ପଡ଼ିଲା। ଏଥିରେ କୁହାଯାଇଛି ଯେ 2 ଜଣ ଆହତ
ଆହତ ମହିଳା ଏବଂ ଜଣେ ଶିଶୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ସେମାନେ ଯେତେବେଳେ ଯାଇଛନ୍ତି ଦେଖିଛନ୍ତି ଦୁଇ ଜଣ ମହିଳା ପୁରା ସମ୍ପୂର୍ଣ୍ଣ ମାତ୍ରାରେ ଆହତ ଅଛନ୍ତି ଏବଂ ଜଣେ ଶିଶୁ ମଧ୍ୟ ଆହତ ଅଛନ୍ତି। ତାଙ୍କର ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ତାଙ୍କୁ ପଠାଯାଇଛି। ଅନ୍ୟ ପକ୍ଷରେ କହିବାକୁ ଗଲେ ଅନ୍ୟ କେତେକ ଆହତ ବ୍ୟକ୍ତିମାନଙ୍କୁ ଅସୁସ୍ଥ ଲୋକମାନଙ୍କୁ ଡେରାଡୁନକୁ ବିମାନରେ ସ୍ଥାନାନ୍ତରିତ କରାଯାଇଛି। ଯେଉଁମାନେ ସବୁ ଅତ୍ୟଧିକ ଭାବରେ ଇଞ୍ଜୁର୍ଡ ହେଇଛନ୍ତି ସେମାନଙ୍କୁ ଡେରାଡୁନ ଅ, ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରୁ ଡେରାଡୁନ କ୍ଷମା କରିବେ ଡେରାଡୁନକୁ ଡେରାଡୁନକୁ ଆପଣଙ୍କର ବିମାନ ଯୋଗେ ଡେରାଡୁନକୁ ପହଞ୍ଚାଯାଇଛି ଏବଂ ଡେରାଡୁନର ବିଭିନ୍ନ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଏଥିରୁ କୁହାଯାଉଛି ଯେ ଅ, ଧୁର୍ମା ଗ୍ରାମରେ ପ୍ରାୟ 25 ପରିବାର ଏବଂ ସେରା ଗ୍ରାମରେ 12 ପରିବାର ପାଇଁ ତହସିଲ ପ୍ରଶାସନ ମଧ୍ୟ ରିଲିଫ କାର୍ଯ୍ୟକ୍ରମ ବାଣ୍ଟିଛନ୍ତି ବା ରିଲିଫ ସହାୟତା ଦେଇଛନ୍ତି। ରିଲିଫ ଶିବିର ପାଇଁ ବ୍ୟବସ୍ଥା କରିଛନ୍ତି। କୋଉଠି କୋଉଠି ଆପଣଙ୍କର ଧୁରୁମା ପାଇଁ 25 ପରିବାର ଏବଂ ଆପଣଙ୍କର ସେରା ପାଇଁ 12 ପରିବାର ପାଇଁ ରିଲିଫ କ୍ୟାମ୍ପ ତହସିଲ ପ୍ରଶାସନ ପକ୍ଷରୁ ତହସିଲଦାରଙ୍କର ତତ୍ତ୍ୱାବଧାନରେ ଯୋଉ ରିଲିଫ କ୍ୟାମ୍ପ ଚାଲିଛି ସେ ରିଲିଫ କ୍ୟାମ୍ପର ଶିବିରରେ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। ତ ମଙ୍ଗଳବାର ଦିନ ଯୋଉ ସବୁ ଡେରାଡୁନରେ ଯୋଉ ଡେରାଡୁନ ବା ଏବଂ ଉତ୍ତରାଖଣ୍ଡରେ ଯୋଉ ସବୁ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ମେଘଘଟା ବର୍ଷା ଯୋଗୁଁ ଭୂସ୍ଖଳନ ହେଇଥିଲା ଏବଂ ଭୂସ୍ଖଳନ ଯୋଗୁଁ ନଦୀ ଫୁଲିଥିଲା। ପ୍ରବଳ ବର୍ଷା ଯୋଗୁଁ ନଦୀ ଫୁଲିଥିଲା। ଭୂସ୍ଖଳନ ଯୋଗୁଁ ଘରଦ୍ୱାର ଭଙ୍ଗାରୁଜା ହେଇଥିଲା। ଲୋକମାନେ ପୋତି ହେଇକି ମରିଥିଲେ। ୟା ପୂର୍ବରୁ ଆମେ ଜାଣିଛୁ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯାହା କୁହାଯାଉଛି ଆ ସହସ୍ର ଧାରାରେ ମେଘ ଫୋଟା ବର୍ଷା ପରେ ଆପଣଙ୍କର ବର୍ତ୍ତମାନ ଆ ମୃତ୍ୟୁ ସଂଖ୍ୟା ହେଇଛି 21। ଏଇ 21 ମଧ୍ୟରୁ ଆପଣଙ୍କର ପିଥାରୋଡଗଡ଼ ଏବଂ ନୈନିତାଲରୁ ପ୍ରତ୍ୟେକ ଗୋଟି ଗୋଟି ମୃତଦେହ ଉଦ୍ଧାର କରାଯାଇଛି। ଯେତେବେଳେ ଅତି କମରେ 17 ଜଣ ନିହତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ସେଇ ଜାଗାରେ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ମୃତ ସଂଖ୍ୟା ଛୁଇଁଲାଣି ଆପଣଙ୍କର 21 ଏବଂ 17 ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଯାହାର ତଲାସ ବର୍ତ୍ତମାନ କରାଯାଉଛି ଜାତୀୟ ଏବଂ ରାଜ୍ୟ ସୁରକ୍ଷା ବାହିନୀ ମାନଙ୍କ ଦ୍ୱାରା ବା ଯେଉଁମାନେ ଆପଣଙ୍କର ଡିଜାଷ୍ଟର ମ୍ୟାନେଜମେଣ୍ଟରେ କାମ କରୁଛନ୍ତି এই ଟିମ୍ ଗଠନ କରାଯାଇଛି ସେମାନଙ୍କ ଦ୍ୱାରା। ତ ଏଇଟା ହଉଛି ଆଜିର ପ୍ରକୃତ ତାଜା ଚିତ୍ର। ଗୁରୁବାର ଗତକାଲି ଯାହା ହେଇଥିଲା ଏଇ ଭିଡିଓଟି ଆପଣମାନେ ସମସ୍ତେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।